ଆଜିକାର ଦୁନିଆରେ ପ୍ରତ୍ୟେକ ମଣିଷର ମୁହଁରେ ଦୁନିଆ ପ୍ରକାର ଜିନିଷ ବାହାରିବା, ଯଥା ବ୍ରଣ, ବଥ, ଆଉ ଗାଲର ଫୁଟଫୁଟିକା ହେଇଯିବା, ଗାଲ ଖଣ୍ଡିଆ ଖାବରା ଭଳି ଦେଖାହେବା। ଏଗୁଡ଼ାକ ନହେବା ପାଇଁ ଆପଣ ମଙ୍କି ମୁଦ୍ରା ସାଙ୍ଗର ବ୍ୟାଘ୍ର ମୁଦ୍ରା, ହନୁମାନ ମୁଦ୍ରା କରନ୍ତୁ। ପ୍ରତ୍ୟେକ ମା ଭଉଣୀମାନେ ହିଁ ଆପଣଙ୍କ ମୁହଁର ଆସୁଥିବା ବା ନିଜକୁ ସୁନ୍ଦର କରିବା ପାଇଁ ଏଇ ଯୋଗ ନିଶ୍ଚିତ କରନ୍ତୁ। ଏହି ଯୋଗ କଲେ ଆପଣଙ୍କ ମୁହଁରେ ଥିବା ସମସ୍ତ ପ୍ରକାର ଦାଗ ଲିଭିଯିବ। ଧୀରେ ଧୀରେ ଲିଭିବ, ସମୟ ଲାଗିବ। ରୀତିମତ ଆପଣ କରନ୍ତୁ। ବ୍ୟାଘ୍ର ମୁଦ୍ରା କତରୁ ଆରମ୍ଭ କରି ହନୁମାନ ମୁଦ୍ରା ଇଏ କରିବେ। ଆଉ ମଙ୍କି ମୁଦ୍ରା ମଧ୍ୟ ତା ସାଙ୍ଗର କରିବାକୁ ପଡ଼ିବ। ମଙ୍କି ମୁଦ୍ରା କଲେ ଆପଣଙ୍କର ମୁହଁର ସମସ୍ତ ଶିରା ପ୍ରଶିରା ଗୁଡ଼ାକ ସମ୍ପ୍ରସାରଣ ହେଇଯାଏ, ଯାହାଦ୍ୱାରା କି ଯେଉଁଠି ଯେଉଁ ଅଶୁଭ ଜିନିଷ ଅଛି ସେ ଦୂର ହେଇଯାଏ। ଦେଖନ୍ତୁ, ମଙ୍କି ମୁଦ୍ରା 21 ଥର ଲେଖା କରିବେ। ଆଉ ଦୁଇଟା ଯାକ ମଙ୍କି ମୁଦ୍ରା ଅଛି, ଦୁଇଟା ଯାକ କରନ୍ତୁ। ତାପରେ ବ୍ୟାଘ୍ର ମୁଦ୍ରା କରିବେ, ହନୁମାନ ମୁଦ୍ରା କରନ୍ତୁ। ଏଇ ଚାରିଟା କଲେ ଆପଣଙ୍କର ମୁହଁର କୌଣସି ସମସ୍ୟା ରହିବ ନାହିଁ। ଇଏ ଗୋଟେ ମଙ୍କି ମୁଦ୍ରା। ତାପରେ ପାତି ମାଙ୍କଡ଼ ଭଳିଆ ଗୋଟେ ମଙ୍କି ମୁଦ୍ରା। ଆଉ ବ୍ୟାଘ୍ର ମୁଦ୍ରା ନଥର କଲେ। ତାପରେ ହନୁମାନ ମୁଦ୍ରା ଆସନ୍ତୁ। ଯେତିକି ସମ୍ଭବ ସମୟ ପବନ ଆପଣ ପାଟିରେ ରଖିବେ, ତାପରେ ବାହାର କରିବେ 9 ଥର। ଏଇଥିରୁ ଆପଣ ନିଶ୍ଚିତ ଜାଣିପାରୁଥିବେ। ବର୍ତ୍ତମାନ ବି ଦେଖିଲା ବେଳେ କରନ୍ତୁ। ଆପଣ ନିଶ୍ଚିତ ଜାଣିପାରିବେ ଯେ କି ଏହା କରିବା ଦ୍ୱାରା ମୁହଁର ଥିବା ବ୍ରଣ, ଯେକୌଣସି ପ୍ରକାର ଦାଗ ସବୁ ଦୂର ହେଇଯିବ। ମୁଖର ସୌନ୍ଦର୍ଯ୍ୟ ସବୁଦିନ ପାଇଁ ରହିବ। ଗାଲ ଲୋଚା କୋଚା ହେବ ନାହିଁ। ଆଉ ସବୁବେଳେ ଆପଣ ଖୁବ୍ ଖୁସିରେ ରହିବେ। ରହିଲି। ଜୟ ଜୀ ପିତାମାତା କି ଜୟ।